ଚେଇଁ ଶୋଇଥିଲେ ପ୍ରଶାସନ, ଗୁମର ଖୋଲିଲେ ସାଂସଦ। ପାନୀୟ ଜଳ ପ୍ରକଳ୍ପରେ ଦୁର୍ନୀତିର ପୋଲ ଖୋଲିଲେ ସାଂସଦ ପ୍ରତାପ ଷଡ଼ଙ୍ଗୀ। ଥରେ ନୁହେଁ, ଦୁଇଥର ଧରିଲେ ଠିକା ସଂସ୍ଥାର କଳା କାରବାର। ଏହାପରେ ଠିକା ସଂସ୍ଥାର 2 ଜଣ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ବିଭାଗୀୟ ଯନ୍ତ୍ରୀଙ୍କର ହୋଇଛି ବଦଳି। ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ମେଗା ପାନୀୟ ଜଳ ପ୍ରକଳ୍ପ କାମରେ ଦୁର୍ନୀତିର ପର୍ଦ୍ଦାଫାଶ କରିଛନ୍ତି ସାଂସଦ ପ୍ରତାପ ଷଡ଼ଙ୍ଗୀ। ପ୍ରକଳ୍ପ ସ୍ଥାନରେ ଅନୁଧ୍ୟାନ କରିଛନ୍ତି। 2021-22ରେ ଅଯୋଧ୍ୟାରେ 149 କୋଟି ଟଙ୍କା ମେଗା ପାନୀୟ ଜଳ ପ୍ରକଳ୍ପ ପାଇଁ ଶିଳାନ୍ୟାସ କରାଯାଇଥିଲା। ଏହାଦ୍ୱାରା 20ଟି ପଞ୍ଚାୟତରେ ପହଞ୍ଚିଥାନ୍ତା ବିଶୁଦ୍ଧ ପାଣି। ହେଲେ ଏଯାଏଁ ସବୁ ଗାଁକୁ ପାଣି ପହଞ୍ଚିନି। ପାଣି ପାଇପ୍ ବିଛାଇବା ପାଇଁ 3 ଫୁଟ ମାଟି ଖୋଳିବା ବଦଳରେ 1 ଫୁଟ କମ୍ ଖୋଳି ପାଇପ୍ ବିଛାଯାଇଛି। ଏହା ଜାଣିବା ପରେ ଠିକା ସଂସ୍ଥାର 2 ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ବିଭାଗୀୟ ଯନ୍ତ୍ରୀଙ୍କୁ ବଦଳି କରାଯାଇଛି। ନୀଳଗିରି ବ୍ଲକର ବରହମପୁରରେ ବି ସମାନ ଠିକା ସଂସ୍ଥାର ଦୁର୍ନୀତି ଧରିଛନ୍ତି ସାଂସଦ। ବରହମପୁରରେ ଲକ୍ଷାଧିକ ଟଙ୍କାର ନିର୍ମାଣ ହୋଇଛି ଓଭରହେଡ୍ ପାଣିଟାଙ୍କି। ନିମ୍ନମାନର ଅଧାପନ୍ତରିଆ କାମ କରି ଠିକା ସଂସ୍ଥା ବିଲ୍ ଉଠାଇ ନେଇଥିବାର ଅଭିଯୋଗ ଆସିଛି। ଟାଙ୍କିକୁ ପାହାଚ ନିର୍ମାଣ ହୋଇନି, ଛାତ ବି ଅଧାପନ୍ତରିଆ। ଏଠି ବି ପାଇପ୍ 1 ଫୁଟରୁ କମ୍ ମାଟି ଖୋଳାଯାଇଛି, ବିଛାଯାଇଛି। ଟେଷ୍ଟିଂ ପାଇଁ ପାଣି ଛଡ଼ାଯିବାରୁ ପାଣି ବହିଯାଇଥିଲା। ପୁରୁଣା ଟାଙ୍କି ଭାଙ୍ଗି ନୂଆ ଟାଙ୍କି ନିର୍ମାଣ କରିବାକୁ ସାଂସଦ ନିର୍ଦ୍ଦେଶ ଦେଇଛନ୍ତି। ସାଂସଦ ଆସିଲା ପରେ ଠିକା ସଂସ୍ଥାର ଠକେଇ ଜଣାପଡ଼ିଲା। ପୂର୍ବରୁ କେମିତି ଅଜାଣା ରହିଲା ପ୍ରଶାସନ? କାମ ତଦାରଖ ପାଇଁ ଯାଉନଥିଲା କି ବିଭାଗୀୟ ବାବୁ? ନା ସମସ୍ତଙ୍କ ସମ୍ପୃକ୍ତିରେ ହୋଇଛି ଏହି ଦୁର୍ନୀତି?